ଆଉ ଆଜିର ବାକ୍ୟ ଶୁଣିବା ପୂର୍ବରୁ ମୁଁ କାଲି ବିଷୟରେ କିଛି କହିବା ନିମନ୍ତେ ଚାହେଁ। ନିହାତି ଭାବରେ ପବିତ୍ର ଆତ୍ମା ମୋ ମୁଖ ଦ୍ୱାରା ମୋତେ ଓ ଆପଣମାନଙ୍କୁ ସମସ୍ତଙ୍କୁ ଏହି ବାକ୍ୟରୁ କିଛି ନିଗୂଢ଼ ବିଷୟ କଥା କହିବେ। ଆମେ କାଲି ଯେତେବେଳେ ଶୁଣୁଥିଲା ଆଉ ଦୈନିକ ଆହାରରେ ଲେଖାଯାଏ ଈଶ୍ୱରଙ୍କ ଆହ୍ୱାନ ବୋଲି ବାକ୍ୟରେ ଯାହା ଲେଖା ଅଛି ସେ ଅନୁଯାୟୀ ଯଦି ଆମେ ପଢ଼ିବା ତାହେଲେ ଏହି ସ୍ଥାନରେ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆହ୍ୱାନ କରୁଅଛନ୍ତି ବା ଡାକୁଅଛନ୍ତି ଆଉ ତାଙ୍କୁ କି ପ୍ରକାରେ ସେମାନେ ଆଜ୍ଞା ପାଳନ କରି ମଙ୍ଗଳ ପ୍ରାପ୍ତ ହେବେ ଆଉ ପରମେଶ୍ୱର ଯେଉଁ ଆଶୀର୍ବାଦ ସେମାନଙ୍କୁ କରିବାକୁ ଚାହୁଁଅଛନ୍ତି ସେଥିର ଭାଗୀ ହୋଇପାରିବେ ସେଥି ନିମନ୍ତେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଆହ୍ୱାନ କରୁଅଛନ୍ତି ଯେ ପରମେଶ୍ୱର ମୂଷାଙ୍କ ଦ୍ୱାରା ଯେଉଁ ବ୍ୟବସ୍ଥା ପୁସ୍ତକ ଦେଇଅଛନ୍ତି ବା ଯେଉଁ ପୁସ୍ତକରେ ଲେଖାଯାଏ ଯେ କି ପ୍ରକାର କାର୍ଯ୍ୟ କରିବାର ଅଛି ଆଉ କି ପ୍ରକାର କାର୍ଯ୍ୟ କରିବାର ନାହିଁ, କ'ଣ କ'ଣ କରିବାକୁ ପରମେଶ୍ୱର କହୁଅଛନ୍ତି ଆଉ ତାହା କି ପ୍ରକାର କରିବାକୁ କହୁଅଛନ୍ତି ଆଉ କେଉଁ କର୍ମ ଦ୍ୱାରା ପରମେଶ୍ୱର ସନ୍ତୁଷ୍ଟ ହୁଅନ୍ତି ସେହି ସବୁ ବିଷୟ ଲେଖାଯାଏ। ଆଉ କ'ଣ କ'ଣ କରିବାକୁ ମନା କରନ୍ତି ଆଉ କି ପ୍ରକାର କାର୍ଯ୍ୟ ସବୁ କେଉଁ ସ୍ଥାନରେ ନ କରିବା କଥା ସେହି ସବୁ ବିଷୟ ମଧ୍ୟ ସେହି ସ୍ଥାନରେ ଲେଖାଯାଏ। ଆଉ ଏହି ସ୍ଥାନରେ ଏହିପରି ମଧ୍ୟ ଲେଖାଯାଏ ଯେ ଯଦି ସେହି ବ୍ୟବସ୍ଥା ପୁସ୍ତକର ଯାହା ସଦାପ୍ରଭୁଙ୍କର ଆଜ୍ଞା ଓ ବିଧି ସବୁ ଲେଖାଯାଏ ସେଥିରେ ତୁମେମାନେ ଅବଧାନ କରିବ ଆଉ ଆପଣା ସମସ୍ତ ହୃଦୟ ଆଉ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ଫେରିବ। ସମସ୍ତ ହୃଦୟ ଆଉ ସମସ୍ତ ପ୍ରାଣ ସହିତ ପରମେଶ୍ୱରଙ୍କ ନିକଟକୁ ଫେରିବା ନିମନ୍ତେ ମୂଷାଙ୍କ ଦ୍ୱାରା ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ କହୁଅଛନ୍ତି। ଆମେ ଯଦି ନୂତନ ନିୟମକୁ ଆସିବା ସେହି ସ୍ଥାନରେ ମଧ୍ୟ ଲେଖାଯାଏ ଯେ ଆମେମାନେ କ'ଣ କରୁ ଆପଣ ସମସ୍ତ ହୃଦୟ ଆଉ ସମସ୍ତ ପ୍ରାଣ ସହିତ ତାଙ୍କର ବାକ୍ୟର ଆଜ୍ଞାଧୀନ ହେବା ବା ତାଙ୍କର ପ୍ରଶଂସା କରିବା, ତାହା ହେଲେ ତାହା ଗ୍ରହଣୀୟ ହେବ। ଆଉ ଯେତେବେଳେ ପରମେଶ୍ୱର ମୂଷାଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କୁ ଏହିସବୁ ବିଷୟ ଜଣାଉଅଛନ୍ତି ତାପରେ 10 ନମ୍ବର ପଦରେ ଲେଖାଯାଏ ତେବେ ସଦାପ୍ରଭୁ ତୁମ ପରମେଶ୍ୱର ଯେତେବେଳେ ଇସ୍ରାଏଲ ଲୋକମାନେ ଏହିସବୁ ବିଷୟ କରିବେ କ'ଣ କ'ଣ ବ୍ୟବସ୍ଥା ପୁସ୍ତକରେ ଲିଖିତ ପରମେଶ୍ୱରଙ୍କର ଆଜ୍ଞା ଓ ବିଧିକୁ ମାନିବାକୁ ଅବଧାନ କରିବେ ସେହି ରବରେ ବା ସେହି ବାକ୍ୟରେ, ତାପରେ ଆପଣା ସମସ୍ତ ହୃଦୟ ସମସ୍ତ ପ୍ରାଣ ଦେଇ ପରମେଶ୍ୱରଙ୍କ ନିକଟକୁ ଫେରିବେ। ସମସ୍ତ ବନ୍ଦ ପଥରୁ ବା ଯେଉଁ ବିଷୟ କରିବାକୁ ପରମେଶ୍ୱର ମନା କରିଛନ୍ତି ସେହି ସ୍ଥାନରୁ ଯେତେବେଳେ ପରମେଶ୍ୱରଙ୍କ ନିକଟକୁ ଫେରିବେ ତାହେଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ମଙ୍ଗଳାର୍ଥେ ତୁମ୍ଭ ହୃଦୟର ତୁମ୍ଭ ହସ୍ତକୃତ କର୍ମରେ ତୁମ୍ଭ ଶରୀର ଫଳରେ ଓ ତୁମ୍ଭ ପଶୁ ଫଳରେ ଓ ତୁମ୍ଭ ଭୂମି ଫଳରେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ଅର୍ଥାତ୍ ଯେତେବେଳେ ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ନିକଟକୁ ଫେରିଥାଏ ତାଙ୍କର ବାକ୍ୟକୁ ଧ୍ୟାନ କରି ତାଙ୍କର ବାକ୍ୟକୁ ଶୁଣି ସେ ବାକ୍ୟ ଅନୁଯାୟୀ ସେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୋଇଥାଏ, ତାହେଲେ ସେ ଯେଉଁ କର୍ମ କରିଥାଏ ସେଥିରେ ପରମେଶ୍ୱର ତାକୁ ଆଶୀର୍ବାଦ କରିଥାନ୍ତି। ଏହି ବିଷୟ ଆମେ କାଲି ଶୁଣିଥିଲା। ଅର୍ଥାତ୍ ପରମେଶ୍ୱର କାଲିର ବାକ୍ୟରେ ଆମ୍ଭମାନଙ୍କୁ କହିଥିଲେ ଯେ ତୁମେମାନେ କ'ଣ କର, ତୁମେମାନେ ଫେରି ଆସ। ଆଉ ଆଜି ପରମେଶ୍ୱର ଆମ୍ଭମାନଙ୍କୁ କ'ଣ କହୁଅଛନ୍ତି ତାହା 11 ପଦରୁ ଆମେମାନେ ଅଧ୍ୟୟନ କରିବା। ଏହି ସ୍ଥାନରେ ଲେଖାଯାଏ ଆଜି ମୁଁ ତୁମକୁ ଯେଉଁ ଆଜ୍ଞା ଦେଉଅଛି, ଆଜି ସେ ଗୋଟେ ନୂତନ ଆଜ୍ଞା ଦେଉଛନ୍ତି, ତାହା ଅତିରିକ୍ତ କଠିନ ନୁହେଁ କିମ୍ବା ଦୂରବର୍ତ୍ତୀ ନୁହେଁ। ପରମେଶ୍ୱର ଗତକାଲିର ବାକ୍ୟରେ ସେ ଆହ୍ୱାନ କଲେ ଆଉ ଆଜି ଗୋଟିଏ ନୂତନ ଆଜ୍ଞା ଦେଉଅଛନ୍ତି ଇସ୍ରାଏଲ ଲୋକମାନଙ୍କୁ ବା ଆମ୍ଭମାନଙ୍କୁ। ଯେ ପ୍ରକାର ଆମେ 12 ଆଉ 13 ନମ୍ବର ପଦରେ ପଢ଼ିଅଛୁ ଯେ
ସେହି ଆଜ୍ଞା କଠିନ ନୁହେଁ କିମ୍ବା ସେହି ଆଜ୍ଞା ସ୍ୱର୍ଗରେ ନାହିଁ କିମ୍ବା ସେ ବିଷୟ ସମୁଦ୍ର ମଧ୍ୟରେ ନାହିଁ ଯେ ଆମେ ତାହା ପାଳନ କରିପାରିବା ନାହିଁ। ମାତ୍ର ସେ ଆଜ୍ଞା କ'ଣ? ତାହା ହେଉଛି ଈଶ୍ୱରଙ୍କର ବାକ୍ୟ, ଯାହା ଆମେ 9 ପଦରେ ପଢ଼ିଲା। ପରମେଶ୍ୱର ଦେଇଥିବା ବ୍ୟବସ୍ଥା ପୁସ୍ତକ, ସେଥିରେ ଯାହା କିଛି ପରମେଶ୍ୱରଙ୍କର ଆଜ୍ଞା ଓ ବିଧି ଲେଖାଯାଇଅଛି ସେହି ସବୁକୁ ସମସ୍ତ ହୃଦୟ ସମସ୍ତ ପ୍ରାଣ ଦେଇ ପରମେଶ୍ୱରଙ୍କ ପ୍ରତି ଫେରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରସ୍ତୁତ କରିଥାଏ। ଯେତେବେଳେ ଆମେ ସେ ବାକ୍ୟକୁ ଅଧ୍ୟୟନ କରୁ ଆଉ ସେ ବିଧି ସବୁକୁ ପାଳନ କରୁ, ତାପରେ ଆମେ ପରମେଶ୍ୱରଙ୍କ ପ୍ରତି ଫେରିଥାଉ। ଆଉ ସେହି ବିଷୟକୁ କହୁଅଛନ୍ତି ପରମେଶ୍ୱର ଯେ ମୁଁ ତୁମମାନଙ୍କୁ ଯେଉଁ ସବୁ ଆଜ୍ଞା ଦେଉଅଛି ତାହା ତୁମଠାରୁ ଦୂରରେ ନାହିଁ, ତୁମଠାରୁ ଅତି ଦୂର ସ୍ୱର୍ଗରେ ନାହିଁ କିମ୍ବା ସମୁଦ୍ର ମଧ୍ୟରେ ନାହିଁ ଯେ ତୁମେ ତାହା ଖୋଜିପାରିବ ନାହିଁ, ତୁମେ ତାହା ପାଇପାରିବ ନାହିଁ। ମାତ୍ର ସେହି ଆଜ୍ଞା, ସେହି ବିଧି ଆଉ ସେହି ବାକ୍ୟ କେଉଁ ସ୍ଥାନରେ ଅଛି? 14 ନମ୍ବର ପଦରେ ଲେଖାଯାଏ, ମାତ୍ର ତୁମ୍ଭ ପାଳନାର୍ଥେ ସେ ବାକ୍ୟ ତୁମ୍ଭର ଅତି ନିକଟରେ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଆଜ୍ଞା ବା ଯେଉଁ ବାକ୍ୟ, ଯେଉଁ ବିଧି ଦେଇଅଛନ୍ତି, ସେହି ବିଧିବିଧାନ, ସେହି ବାକ୍ୟ, ସେହି ଆଜ୍ଞା ଆମ ମନୁଷ୍ୟ ବା ଯେଉଁ ମଣିଷମାନେ ପରମେଶ୍ୱରଙ୍କର ମନୋନୀତ ଲୋକମାନେ ଅଟନ୍ତି ସେମାନଙ୍କର ମୁଖରେ ଆଉ ହୃଦୟରେ ସେ ବାକ୍ୟ ରହିଅଛି। ଏହି ସ୍ଥାନରେ ଗୋଟିଏ ବିଷୟ ଲେଖାଯାଏ, ମୁଖରେ ଆଉ ହୃଦୟରେ। ନୂତନ ନିୟମରେ ପଢ଼ିବା ସେହି ସ୍ଥାନରେ ମାଥ୍ୟୁ ପୁସ୍ତକରେ ଲେଖାଯାଏ, ହୃଦୟରୁ ସମସ୍ତ କଳୁଷିତ ବିଷୟ ଥାଏ ଆଉ ତାହା ମୁଖ ଦ୍ୱାରା ବାହାରେ। ମାତ୍ର ଯେତେବେଳେ ଗୋଟିଏ ବ୍ୟକ୍ତିର ହୃଦୟରେ ସମସ୍ତ ମନ୍ଦ ବିଷୟ ଥିବ, ତାହେଲେ ନିହାତି ଭାବରେ ତାର ମୁଖରୁ ମନ୍ଦ ବିଷୟ ବାହାରିବ। କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହିଥାଏ। ଅର୍ଥାତ୍ ଜଣେ ବ୍ୟକ୍ତିର ହୃଦୟରେ ଯାହା କିଛି ଥିବ ତା ମୁଖରୁ ତାହା ହିଁ ବାହାରିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମ ହୃଦୟରେ ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କର ବିଧି ରହିଅଛି, ତାହେଲେ ଆମେ ଯେତେବେଳେ ମୁଖ ଦ୍ୱାରା କଥା କହିବା, ସେତେବେଳେ ତାଙ୍କର ବିଧି, ତାଙ୍କର ଆଜ୍ଞା ଆମ ମୁଖ ଦ୍ୱାରା ପ୍ରକାଶିତ ହେବ। ଆଉ ଯଦି ଆମେମାନେ ଚାହୁଁଅଛୁ ଯେ ପରମେଶ୍ୱରଙ୍କର ଆଜ୍ଞା, ପରମେଶ୍ୱରଙ୍କର ବିଧି ସବୁ ଆମର ମୁଖ ଦ୍ୱାରା ପ୍ରକାଶ ହେଉ ବୋଲି, ତାହେଲେ ତାହା ସବୁକୁ ଆମେ ଆପଣା ହୃଦୟରେ ରଖିବାର ଆବଶ୍ୟକତା ରହିଅଛି। ଆଉ ଯେତେବେଳେ ଆମେ ଆପଣା ହୃଦୟରେ ପରମେଶ୍ୱରଙ୍କର ବାକ୍ୟକୁ ସଞ୍ଚୟ କରି ରଖିଥାଉ, ଯେ ପ୍ରକାରେ ଦାଉଦ କହନ୍ତି ଯେ ସେ ପରମେଶ୍ୱରଙ୍କର ବାକ୍ୟକୁ, ବିଧାନକୁ ଆପଣା ହୃଦୟରେ ସଞ୍ଚୟ କରି ରଖିଅଛନ୍ତି, ଯେପରି ସେ ପାପରେ ଝୁଣ୍ଟି ନ ପଡ଼ନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯଦି ପାପରୁ ବଞ୍ଚିତ ହେବା ନିମନ୍ତେ ଚାହୁଁଅଛୁ, ଈଶ୍ୱରଙ୍କର ତାଙ୍କ ଆଜ୍ଞା ଅନୁଯାୟୀ ଚଳିବା ନିମନ୍ତେ ବା ଧାର୍ମିକତାରେ ବାସ କରିବା ନିମନ୍ତେ ଚାହୁଁଅଛୁ, ତାହେଲେ ଆମ ହୃଦୟରେ ପରମେଶ୍ୱରଙ୍କର ବାକ୍ୟକୁ ରଖିବାର ଆବଶ୍ୟକତା ରହିଅଛି। ଯେତେବେଳେ ଆମ ହୃଦୟରେ ଈଶ୍ୱରଙ୍କର ବାକ୍ୟ ଥିବ, ତାଙ୍କର ବିଧାନ ଥିବ, ସେତେବେଳେ ଆମେ ସେହି ବିଧାନ ଅନୁସାରେ ଚାଲିବାର ଆରମ୍ଭ କରିବା। ଆଉ ଏହି ସବୁ ବିଧାନ କି ପ୍ରକାରେ ଆମ ହୃଦୟରେ ବାସ କରିବ, ସେହି ବିଷୟକୁ ଆମେ ଚିନ୍ତା କରିବା। ଏହି ସ୍ଥାନରେ ଲେଖାଯାଏ, ତୁମ୍ଭେ ଏହି ବ୍ୟବସ୍ଥା ପୁସ୍ତକରେ ଲିଖିତ ଏହି ବ୍ୟବସ୍ଥା ପୁସ୍ତକରେ ଲିଖିତ ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଆଜ୍ଞା ଓ ବିଧି ସବୁ ମାନିବାକୁ ତାହାଙ୍କ ରବରେ ଅବଧାନ କରିବ। ଧ୍ୟାନ ଦେଇ ଶୁଣିବା, ତାଙ୍କ ରବରେ ଅବଧାନ କରିବ। ସର୍ବପ୍ରଥମେ ଆମେ ସମସ୍ତେ ଜାଣିଅଛୁ ବିଶ୍ୱାସ କି ପ୍ରକାରେ ଜାତ ହୁଏ, ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ଶୁଣିଥାଉ। ଠିକ୍ ସେହି ପ୍ରକାରେ ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ଧ୍ୟାନ ଦେଇ ସେ କ'ଣ କହୁଅଛନ୍ତି ତାହା ଯତ୍ନପୂର୍ବକ ଶୁଣିବାର ଆରମ୍ଭ କରିବା, ତାହେଲେ ସେହି ବାକ୍ୟ ଧୀରେ ଧୀରେ ଆମ ହୃଦୟରେ ସଞ୍ଚିତ ହେବାର ଆରମ୍ଭ କରିବ। ଆଉ ସେହି ବାକ୍ୟ କିଏ ଅଟନ୍ତି?
आमे जदि जोहन पुस्तक अध्ययन करवा सही स्थान रे स्पष्ट भाव रे से विषय लिखा जाए। कौन बोली लिखा जाए? आद्यरे वाक्य थिले आउ सही वाक्य किए थिले? ईश्वर थिले। आद्यरे वाक्य थिले, वाक्य ईश्वर संगरे थिले आउ सही वाक्य ईश्वर थिले। अर्थात आमे जो वाक्य को शुणुअछु सही वाक्य रे जीवन रही अछि, कारण सही वाक्य होउछन्ते स्वयं परमेश्वर। आ जदि आमे चाहूँ जे परमेश्वर आम हृदय रे वास करतु बोली, ताहेले परमेश्वर डायरेक्ट आसिक आम हृदय रे वास करिवे नाही, मात्र जेतेबेले आमे ध्यान पूर्वक तांकर वाक्य को शुणिबा, तांकर वाक्य रे अवधान करिबा, ताहा हेले तांकर वाक्य आम हृदय रे संचित हेबार आरंभ करिब, तद्वारा परमेश्वर आम हृदय रे बसति करिवे। आ जेतेबेले परमेश्वर गोटे व्यक्तिर हृदय रे बसति करती आउ तार हृदय रे वास करती, ताहेले सही व्यक्ति जितेबेले मुख द्वारा कथा कहिब, सेतेबेले ता मुख द्वारा सही व्यक्ति कहिब नहीं, मात्र परमेश्वर तार मुख द्वारा कथा कहिबे। जितेबेले परमेश्वर लोक माने वाक्य प्रचार करती, जितेबेले से वाक्य को भांगती आउ आमे न शुणिथिबा विषय मध्य सेमानकर मुख द्वारा आमे प्रकाशित हेबार देखि थाउ। आमर ज्ञान बाहरे सेमाने वाक्य को भांगी पारती, आमर ज्ञान बाहरे आमर चिंता बाहरे सेमाने वाक्य को भांगी तार निगूढ़ विषय, अति निगूढ़ विषय को सेमाने प्रकाशित करिथांती, कारण सेमानकर मुख द्वारा परमेश्वर कथा कहती, जेहेतु सेमाने वाक्य रे अवधान करथिले, ईश्वरकर रब रे अवधान करथिले, जद्वारा परमेश्वर सेमानकर हृदय रे बसती करिथांती। आज जदि आमे माने मते चाहुअछु जे परमेश्वर आम मानकर मुख द्वारा से कथा कहंतु बोली, ताहा हेले परमेश्वर को प्रथमे आम हृदय रे स्थान देवा को पड़िबो। आ जदि आमे चाहू जे परमेश्वर आम हृदय रे वास करंतु बोली, ताहा हेले आम मान को वाक्य रे अवधान करबा को पड़िबो, यत्न पूर्वक परमेश्वर आज्ञा और विधि मानिबाकू तांकर रबरे अवधान करने को पड़िबो। जेतेबेले आमे वाक्य अध्ययन करूछु, खाली पढ़ीदेले हेबो नाही, मात्र सही सब पालन करबा निमंते यत्न पूर्वक ताहा शुणिबाकू पड़िबो। आउ जेतेबेले आमे यत्न पूर्वक ताहा पालन करबा निमंते से आज्ञा मानिबा निमंते आमे ताहा पढ़ी थाउ बा शुणी थाउ, सेतेबेले परमेश्वर आम्भ मान हृदय को प्रस्तुत करती। आउ आम्भे तापरे जेतेबेले तांको आज्ञा विषय आमे सचेतन होई तांको रबरे अवधान करिबा, तापरे आमर हृदय आउ आमर प्राण सहित आमे परमेश्वर प्रति फेरी पारिबा। एही स्थान रे तीनटी विषय लिखा जाए। सर्वप्रथम विषय जे आमे जदि चाहुअछु जे परमेश्वर आम हृदय रे वास करंतु, ताहेले सर्वप्रथम विषय आम्भ मान को ईश्वर को आज्ञा और विधि को पालन करबा निमंते तांको रबरे अवधान करबा को पड़िबो, वाक्य रे अवधान करबा को पड़िबो। द्वितीय विषय ताहा कला परे दुई नंबर रे आसे जे तापरे आपण हृदय और आपण प्राण को नहीं समस्त हृदय और समस्त प्राण सहित परमेश्वर निकट को फेरिबा। जेतेबेले आमे प्रथम विषय को करिबा, ताहेले ऑटोमेटिकली आमर द्वितीय विषय सफलीकृत हेबो। आउ जेतेबेले एई दुई विषय सफलीकृत हेबो, ताहेले तीन नंबर विषय मध्य हेबो। कोन ताहा? जे समस्त वाक्य ईश्वरंकर वाक्य आम हृदय रे संचित हेबार आरंभ हेबो, आ परमेश्वर आम हृदय रे वास करिवे, आउ आम मुख द्वारा से कथा कहिबार आरंभ करिवे। आज परमेश्वर आम मान को कहउछंती जे से आमको गोटे आज्ञा दे अछंती, अर्थात यही सुंदर वाक्य लिखित वाक्य दे अछंती, आ से वाक्य आम ठारू दूर रे नाही, आमर समस्तक गृह रे रही अछि। मोबाइल मध्य से वाक्य मिली जाउछि। अनेक प्रभुंकर दास माने मध्य से वाक्य कहउछंती, अर्थात ए वाक्य
ପାଇବାକୁ ଆମ୍ଭମାନଙ୍କୁ ଅନେକ ଦୂର ଯାତ୍ରା କରିବାକୁ ପଡ଼ୁନାହିଁ। ଅନେକ ଦୂର ସ୍ଥାନରେ ତାହା ନାହିଁ। କିଛି କଠିନ ବିଷୟ କରିବାକୁ ପଡ଼ୁନାହିଁ। ସେହି ବିଧି ପାଳନ କରିବା ନିମନ୍ତେ ପରମେଶ୍ୱର ଆମ୍ଭମାନଙ୍କୁ ସହଜରେ ତାଙ୍କର ବିଧିକୁ ଦାନ କରିଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ହୋଇଥାଇପାରେ ଆମ୍ଭମାନଙ୍କ ମଧ୍ୟରେ ଲିଖିତ ଆମ ଭାରତର ଲିଖିତ ନିୟମ ନାହିଁ, ସେ ନିୟମ ପୁସ୍ତକ ନାହିଁ, ମାତ୍ର ବାଇବେଲ ଆମ ସମସ୍ତଙ୍କ ଗୃହରେ ରହିଅଛି। ନିହାତି ଭାବରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଘରେ ନିହାତି ଭାବରେ ଗୋଟିଏରୁ ଅଧିକ ବାଇବେଲ ରହିଅଛି। ଯେତେ ଜଣ ଥାନ୍ତି ଗୋଟିଏ ଘରେ ଖ୍ରୀଷ୍ଟିଆନ ପରିବାରରେ ପ୍ରତ୍ୟେକଙ୍କ ନିମନ୍ତେ ଗୋଟିଏ ଗୋଟିଏ ବାଇବେଲ ଥାଏ। ଅର୍ଥାତ୍ ତାଙ୍କର ବାକ୍ୟ ଭରପୁର ଭାବରେ ଆମମାନଙ୍କ ପରିବାରରେ ରହିଅଛି। ଆଉ ସେହି ବାକ୍ୟକୁ ଖାଲି ଲିଖିତ ଭାବରେ ସେ ବାଇବେଲରେ ରଖିବାକୁ ପରମେଶ୍ୱର କହୁନାହାନ୍ତି, ମାତ୍ର ସେ କହୁଅଛନ୍ତି ଯେ ତାହା ଆମ ହୃଦୟରେ ଆଉ ଆମର ମୁଖରେ ରଖିବାର ଆବଶ୍ୟକତା ରହିଅଛି। ପରମେଶ୍ୱର କାହିଁକି କହିଲେ ଯେ ତାହା ତୁମ ହୃଦୟରେ ଆଉ ମୁଖରେ ଅଛି? ଯଦି ଆମେ ଚିନ୍ତା କରିବା, ଆମେ ତ ଶୁଣିଲା ଯେ ହୃଦୟରେ କି ପ୍ରକାର ରହିବ। ଯେତେବେଳେ ଆମେ ଶୁଣିବା ତାପରେ ହୃଦୟରେ ସଞ୍ଚିତ ହେବ, ଅର୍ଥାତ୍ ପରମେଶ୍ୱର ଆମ ହୃଦୟରେ ଅଛନ୍ତି। ତାହା ହେଉଛି ହୃଦୟରେ ଈଶ୍ୱରଙ୍କର ବାକ୍ୟ ଆମର ଅଛି। ମାତ୍ର ପରମେଶ୍ୱର କହିଲେ ଯେ ସେହି ବାକ୍ୟ ତୁମମାନଙ୍କ ମୁଖରେ ମଧ୍ୟ ଅଛି। ଆମର ଚିନ୍ତା କରିବାର ଆବଶ୍ୟକତା ରହିଅଛି ଯେ ତାହା ଆମ ମୁଖରେ କାହିଁକି ରହିବାର ଆବଶ୍ୟକତା ରହିଅଛି। ଯେତେବେଳେ ଆମେ ନୂତନ ନିୟମକୁ ଆସିବା, ସେହି ସ୍ଥାନରେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବାପ୍ତିସ୍ମ ନେଲେ ଆଉ ସେ ପରୀକ୍ଷିତ ହେବା ନିମନ୍ତେ ପ୍ରାନ୍ତରକୁ ଗଲେ, ସେହି ସ୍ଥାନରେ ଶୟତାନ ତାଙ୍କୁ ପରୀକ୍ଷା କରିବାର ଆରମ୍ଭ କଲା। ଆଉ ସେହି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୟତାନକୁ କ'ଣ କହୁଅଛନ୍ତି ଯେ ବାକ୍ୟରେ ଲେଖାଯାଇଅଛି। ତାଙ୍କର ମୁଖରୁ ଅନ୍ୟ କିଛି ବିଷୟ ବାହାରୁ ନାହିଁ, ମାତ୍ର ବାକ୍ୟରେ ଯେଉଁ ବିଷୟ ଲେଖାଯାଇଅଛି ତାଙ୍କର ମୁଖରୁ ତାହା ବାହାରୁଅଛି, କାରଣ ତାଙ୍କର ମୁଖରେ ସେ ବାକ୍ୟ ସବୁ ଥିଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯଦି ପରୀକ୍ଷାରେ ବିଜୟୀ ହେବା ନିମନ୍ତେ ଇଚ୍ଛା କରୁଅଛୁ ଆଉ ପରୀକ୍ଷାରେ ଜିତିବା ନିମନ୍ତେ ଚାହୁଁଅଛୁ, ଶୟତାନକୁ ହରାଇବା ନିମନ୍ତେ ଚାହୁଁଅଛୁ, ତାହେଲେ ଆମ ହୃଦୟରେ ଥାଉ ଥାଉ ଆମର ମୁଖରେ ମଧ୍ୟ ସେ ବାକ୍ୟ ରହିବାର ଆବଶ୍ୟକତା ରହିଅଛି। ଯେତେବେଳେ ଆମର ମୁଖରେ ସେ ବାକ୍ୟ ଥିବ, ତାହେଲେ ଆମେ ଶୟତାନକୁ ସେହି ସ୍ଥାନରେ ହରାଇ ପାରିବା ଆଉ ଆମେ ବିଜୟୀ ହୋଇପାରିବା। ମୁଁ ଅନେକ ଲୋକମାନଙ୍କୁ ଦେଖିଅଛି, ଆମେ ନିହାତି ଭାବରେ ଜାଣୁ, ଖାଲି ମୁଁ ଦେଖି ନୁହେଁ ମାତ୍ର ସମସ୍ତେ ନିହାତି ଭାବରେ ଜାଣିଅଛୁ ଯେ ଯେନ୍ ଲୋକମାନେ କୁବାକ୍ୟ ସବୁ କହନ୍ତି, ସେମାନେ ଯଦି କୌଣସି ପରିସ୍ଥିତିରେ ପଡ଼ିଯାଆନ୍ତି କିମ୍ବା ହଠାତ୍ କୌଣସି ବିଷୟ ହୋଇଯାଏ, ତାହେଲେ କୁବାକ୍ୟ ସେମାନଙ୍କ ମୁଖରୁ ନିର୍ଗତ ହୁଏ। କାରଣ କ'ଣ? ସେମାନଙ୍କ ହୃଦୟରେ ସେ କୁବାକ୍ୟ ରହିଅଛି ଆଉ ତାଙ୍କର ମୁଖରେ ମଧ୍ୟ ସର୍ବଦା ସେ କୁବାକ୍ୟ ରହିଅଛି। କାରଣ ସେ କୁବାକ୍ୟକୁ ସେମାନେ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟ କହୁଅଛନ୍ତି। ଯଦି ସେହି ପ୍ରକାରେ ଯଦି ଆମେମାନେ ଚାହୁଁଅଛୁ ଯେ ଆମର ମୁଖ ଦ୍ୱାରା ଖାଲି ବାକ୍ୟ ବାହାରୁ, ତାହେଲେ ଦୈନିକ ଆମକୁ ବାକ୍ୟ ଅଧ୍ୟୟନ କରିବାକୁ ହେବ। ଯେତେବେଳେ ଆମେ ସେ ବାକ୍ୟକୁ ବାରମ୍ବାର ଉଚ୍ଚାରଣ କରିବା ପ୍ରତ୍ୟେକ ସମୟରେ, ଆଉ ଗୋଟିଏ ଦିନରେ ବାର ଆମେ ଗୋଟେ ବାକ୍ୟକୁ କହୁଥିବା ମୁଖରେ, ତାହେଲେ ସେ ବାକ୍ୟ ଆମ ମୁଖରେ ରହିଯିବ। ଆଉ ଯେତେବେଳେ ପରୀକ୍ଷାର ସମ୍ମୁଖୀନ ହେବା, ସେହି ବାକ୍ୟ ଆମ୍ଭମାନଙ୍କୁ ପରୀକ୍ଷାରେ ବିଜୟ ଦେବା ନିମନ୍ତେ ସାହାଯ୍ୟ କରିବ। ଆମେ ତିନିଟି ବିଷୟ ଜାଣିଲା ଯେ ତାଙ୍କର ବିଧିକୁ ଧ୍ୟାନ କରିବା, ଆପଣା ସମସ୍ତ ହୃଦୟ ସମସ୍ତ ପ୍ରାଣ ଦେଇ ପରମେଶ୍ୱରଙ୍କ ପ୍ରତି ଫେରିବା, ଆଉ ତାପରେ ଆମ ହୃଦୟରେ ତାଙ୍କର ବାକ୍ୟ ସଞ୍ଚୟ କରିବା ଆଉ ମୁଖରେ ମଧ୍ୟ ତାଙ୍କର ବାକ୍ୟକୁ ସଞ୍ଚୟ କରିବା। ତାପରେ କ'ଣ ହେବ? ପରମେଶ୍ୱର କାହିଁକି ଆମ୍ଭମାନଙ୍କୁ ସେହି ସବୁ ବିଷୟ ପାଳନ କରିବାରେ ମଧ୍ୟ କହୁଅଛନ୍ତି? କାରଣ ଆଗାମୀ ସମୟରେ ଏହି ସ୍ଥାନରେ ଲେଖାଯାଏ, ତୁମେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଛ, ପରମେଶ୍ୱର ତୁମମାନଙ୍କୁ ସେହି ସ୍ଥାନରେ ଆଶୀର୍ବାଦ କରିବେ। ଆଜି ଆମ୍ଭମାନଙ୍କୁ କ'ଣ ଅଧିକାର କରିବାକୁ ହେବ? ପରମେଶ୍ୱର ଆଗାମୀ ସମୟରେ ଆମ୍ଭମାନଙ୍କୁ କିଛି ଆଶୀର୍ବାଦ ଦେବା ନିମନ୍ତେ ଯାଉଅଛନ୍ତି। ସାଧାରଣ ଆଶୀର୍ବାଦ ନୁହେଁ, ଗୋଟିଏ ବଡ଼ ଆଶୀର୍ବାଦ, ଯେଉଁ ଆଶୀର୍ବାଦକୁ ଆମେ ପୂର୍ବରୁ କେବେ ପାଇନଥିଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟେ ବିଷୟ ଆମକୁ ଧ୍ୟାନ ଦେବାର ଆବଶ୍ୟକତା ରହିଅଛି ଯେ ସେଦିନ ଯେତେ ଇସ୍ରାଏଲ ଲୋକମାନେ ସେମାନେ କିଣାନ୍ ଦେଶରେ ପ୍ରବେଶ କଲେ, ସେମାନଙ୍କ ମଧ୍ୟରୁ
କୌଣସି ଇସ୍ରାଏଲୀୟ ବ୍ୟକ୍ତି କେବେ ପୂର୍ବରୁ ନିଜ ଦେଶରେ ରହିନଥିଲେ। ସେମାନେ ବିଦେଶରେ ରହି ସେମାନେ କାର୍ଯ୍ୟ କରୁଥିଲେ। ସେମାନଙ୍କର ନିଜର ଦେଶ ବୋଲିବାର କୌଣସି ବିଷୟ ନଥିଲା। ସେମାନେ କେବେ ଭାବି ମଧ୍ୟ ନଥିଲେ ସେମାନଙ୍କର ଗୋଟିଏ ଦେଶ ଥିବ ବୋଲି। ମାତ୍ର ସେହିପରି ବ୍ୟକ୍ତିମାନେ ଯେତେବେଳେ ଆପଣ ହୃଦୟରେ ଈଶ୍ୱରଙ୍କର ବାକ୍ୟକୁ ସଞ୍ଚୟ କରି ରଖିଲେ ଆଉ ମୁଖରେ ଈଶ୍ୱରଙ୍କର ବାକ୍ୟକୁ ସଞ୍ଚୟ କରି ରଖିଲେ, ଆପଣ ସମସ୍ତ ହୃଦୟ ସମସ୍ତ ପ୍ରାଣ ଦେଇ ସେମାନେ ଫେରିଲେ ପରମେଶ୍ୱରଙ୍କ ନିକଟକୁ। ସେମାନେ ଭାବିନଥିବା ଗୋଟିଏ ନିଜର ବୋଲବାର ଦେଶକୁ ପରମେଶ୍ୱର ସେମାନଙ୍କୁ ନେଇଗଲେ। ଆମେ ଯେତେବେଳେ ଈଶ୍ୱରଙ୍କର ଆଜ୍ଞା ପ୍ରତି ଫେରିବା, ଆପଣ ସମସ୍ତ ହୃଦୟ ଆଉ ପ୍ରାଣକୁ ନେଇ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା, ତାହେଲେ ଆମେ ଯେଉଁ ଆଶୀର୍ବାଦକୁ ପାଇବାର ଆଶା ମଧ୍ୟ କରିନଥିବା, ଦିନେ ଭାବି ମଧ୍ୟ ନଥିବା, କେବେ ପାଇନଥିବା, ସେହି ପ୍ରକାର ଆଶୀର୍ବାଦ ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଣୁଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଏହି ସ୍ଥାନରେ ଆଉ ଗୋଟିଏ ବିଷୟ ମଧ୍ୟ ଲେଖାଯାଏ। ଯେତେବେଳେ ଆମେ 18 ନମ୍ବର ପଦରେ ପଢ଼ିବା, ଯଦି ଆମେ ତାଙ୍କର ବାକ୍ୟ ପ୍ରତି ଫେରିବା ନାହିଁ, ତାହେଲେ ଆମେ ସେହି ସ୍ଥାନରେ ଅନେକ ଦିନ ରହିପାରିବା ନାହିଁ। ଅର୍ଥାତ୍ ଯଦି ବା ପରମେଶ୍ୱର ଆମମାନଙ୍କୁ କୌଣସି ବିଷୟ ଦେଇ ଆଶୀର୍ବାଦ କରିବେ ଆଉ ଆମେ ପରମେଶ୍ୱରଙ୍କର ବାକ୍ୟରେ ଲାଗି ରହିବା ନାହିଁ, ତାହେଲେ ସେହି ଆଶୀର୍ବାଦକୁ ଆମେ ଉପଭୋଗ କରିପାରିବା ନାହିଁ। କାରଣ ପରମେଶ୍ୱର ଆମ୍ଭମାନଙ୍କ ଠାରୁ ସେ ଆଶୀର୍ବାଦ ନେଇଯିବେ ଯଦି ଆମେ ତାଙ୍କ ପ୍ରତି ଫେରିବା ନାହିଁ। ତାହେଲେ ଆଜି ମଧ୍ୟ ସମୟ ଅଛି, ସୁଯୋଗ ଅଛି। ପରମେଶ୍ୱର ଆମକୁ ସଚେତନର ବାଣୀ ଦେଇଅଛନ୍ତି ଯେ ଆମେ ତାଙ୍କର ନିକଟବର୍ତ୍ତୀ ହେଉ। ପ୍ରତ୍ୟେକ ସମୟରେ ତାଙ୍କର ବାକ୍ୟ ପ୍ରତି ଆପଣର କାନ ଡେରୁ ଆଉ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୋଇ ସମସ୍ତ ହୃଦୟ ସମସ୍ତ ପ୍ରାଣ ଦେଇ ତାଙ୍କ ନିକଟକୁ ଆସୁ। ତାହେଲେ ପରମେଶ୍ୱର ଆମକୁ ଆଶୀର୍ବାଦ ଯୁକ୍ତ କରିବା ନିମନ୍ତେ ଚାହୁଁଅଛନ୍ତି। ପରମେଶ୍ୱର ଆମ ସମସ୍ତଙ୍କୁ କଥା କୁହନ୍ତୁ, ଏହି ବାକ୍ୟ ଆମେ କାହିଁକି ପାଳନ କରିବା? ଯେ ପ୍ରକାରେ ଏହି ଜଗତରେ ଆମେ ପରୀକ୍ଷାର ସମ୍ମୁଖୀନ ହେବା, ସେହି ସମୟରେ ସ୍ପଷ୍ଟ ଭାବରେ ଆମେ ବାକ୍ୟ ଉଚ୍ଚାରଣ କରି ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ପ୍ରକାରେ ସେ ବିଜୟୀ ହୋଇଥିଲେ, ସେ ପ୍ରକାର ଆମେ ମଧ୍ୟ ବିଜୟୀ ହୋଇପାରିବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ କଥା କୁହନ୍ତୁ, ବୁଝିବା ନିମନ୍ତେ ସାହାଯ୍ୟ କରନ୍ତୁ। ଆମେନ୍।